ବଞ୍ଚିବା ପାଇଁ ସବୁକିଛି କରିବାକୁ ପଡ଼େ। କେବେ ଭାବିଛନ୍ତି ଯେ ବଞ୍ଚିବା କ'ଣ ପାଇଁ? ବଞ୍ଚିବା ପାଇଁ ଚାକିରି କରିବାକୁ ପଡ଼େ, ଦୋକାନ କରିବାକୁ ପଡ଼େ, ବେପାର କରିବାକୁ ପଡ଼େ। ତ ବଞ୍ଚିବା କ'ଣ ପାଇଁ? ଯଦି ଏ ପ୍ରଶ୍ନର ଉତ୍ତର ପାଇଯିବେ ତାହେଲେ ନିଶ୍ଚିତ ରୂପେ ମୋଟିଭେସନ୍ ମିଳିଯିବ ଆପଣଙ୍କୁ। ସମସ୍ତଙ୍କୁ ନମସ୍କାର। ଆସନ୍ତୁ ଜାଣିବା ବଞ୍ଚିବା କ'ଣ ପାଇଁ। ଯେ ବଞ୍ଚିବା ପାଇଁ କାମ କରିବାକୁ ପଡ଼େ, ଚାକିରି କରିବାକୁ ପଡ଼େ, ବେପାର କରିବାକୁ ବି ପଡ଼ିଥାଏ। କାହିଁକି ନା ତ ଚାକିରି କଲେ, କାମ କଲେ, ବେପାର କଲେ ପଇସା ଆସିବ, ପଇସା ମିଳିବ। ପଇସାରେ ଆମେ ସାମାନ କିଣିବା, ଖାଦ୍ୟ ପଦାର୍ଥ କିଣିବା, ଖାଇବା ଆଉ ବଞ୍ଚିବା। ବଞ୍ଚିବା କ'ଣ ପାଇଁ? ବଞ୍ଚିବାର ମାନେ କ'ଣ? କାରଣ କ'ଣ? ତ ବଞ୍ଚିବା ଏଥିପାଇଁ ଯେ ଭଗବାନଙ୍କ ପ୍ରାପ୍ତି କରିବା ପାଇଁ। ଭଗବାନ ପ୍ରାପ୍ତି ପାଇଁ ଆମ ଏ ଜୀବନ। ତ ଏମିତି ନହେଲେ ତ କୁକୁଡ଼ା, ପକ୍ଷୀ, ପଶୁ କେତେ ଜନ୍ମ ହେଉଛନ୍ତି। ମାଛି, ମଶା ବଞ୍ଚୁଛନ୍ତି, ପୁଣି ମରିଯାଉଛନ୍ତି, ପୁଣି ଜନ୍ମ ହେଉଛନ୍ତି, ପୁଣି ମରିଯାଉଛନ୍ତି। କ'ଣ ଏଇଥିପାଇଁ ଆମେ ବଞ୍ଚିଛନ୍ତି? ଯଦି ଯେଉଁ ଜୀବନରେ ଭଗବାନ ପ୍ରାପ୍ତି ହେଇନାହିଁ, ସେ ଜୀବନର କିଛି ମାନେ ନାହିଁ। ଆସନ୍ତୁ ଭଗବାନଙ୍କ ନାଁ ନେବା, ଭଗବାନଙ୍କ ସ୍ମରଣ କରିବା, ଭଗବାନ ପ୍ରାପ୍ତି କରିବା। ରହୁଛି, ପୁଣି ଦେଖା ହେବ ଆଉ ଗୋଟେ ସୁନ୍ଦର କାହାଣୀରେ। ସମସ୍ତଙ୍କୁ ଧନ୍ୟବାଦ, ସମସ୍ତଙ୍କୁ ନମସ୍କାର। ଜୟ ଶ୍ରୀରାମ, ଜୟ ଜୟ ଶ୍ରୀରାମ।